ସୁପ୍ରଭାତ। ନିକଟ ଅତୀତରେ ଗୋଟିଏ ବାହାଘରରେ ଯୋଗଦାନ ଦେବାକୁ ଯାଇଥିଲି। ତାଙ୍କ ଘରେ ଗୋଟିଏ ଜିନିଷ ଦେଖି ବହୁତ ଖୁସି ଲାଗିଲା। 8 ଦିନ ପୂର୍ବରୁ କୁଣିଆ ମୈତ୍ରମାନେ ଅଛନ୍ତି। ହସ ଖୁସିରେ ଘରଟି କମ୍ପୁଛି। ତାଙ୍କ ଭିତରେ ଗୋଟେ ଭାବନା ନାହିଁ ଯେ ମୋ ଇଏ IAS ଭିଣେଇ, ଇଏ ପିଅନ ଦାଦା, ପିଅନ ଚାକିରି କରିଛନ୍ତି, ସେ ଛୋଟ ଚାକିରି କରିଛନ୍ତି, ଇଏ ବଡ଼ ଚାକିରି କରିଛନ୍ତି, ସେମିତି ଭାବନା ନାହିଁ। ମୁଁ ସେଠି ଅଧଘଣ୍ଟେ ବସିଲା ଭିତରେ ଦେଖିଲି ଧନୀ ଗରିବ ନିର୍ବିଶେଷରେ ଘରର ମୁଖିଆ ପିଇସା ଆସୁଛନ୍ତି ମୁନିଆ ମାର, ତାଙ୍କୁ କୁଣ୍ଢେଇବା। ଯେ IAS ତାଙ୍କୁ ବି ତାଙ୍କ ନିଜ ପିଲାଙ୍କ ମୁନିଆ ମାର, ତାଙ୍କୁ ବି କୁଣ୍ଢେଇବା। ଟିକିଏ ବି ଫରକ ନାହିଁ। ଏବଂ ସେ ସଢ଼ୁ ସଢ଼ୁ ହୁଅନ୍ତୁ, ଭିଣେଇ ଭିଣେଇ ହୁଅନ୍ତୁ, ଶଳା ଶଳା ହୁଅନ୍ତୁ, ଯିଏ ବି ହୁଅନ୍ତୁ, ପିଅନ IASକୁ କୁଣ୍ଢଉଛି, IAS ପିଅନକୁ କୁଣ୍ଢଉଛି। ତାଙ୍କ ଭିତରେ ତାରତମ୍ୟ ବୋଲି କିଛି ନାହିଁ। କିଛି କିଛି ଘରେ ଦେଖିଛି ଗ୍ରେମ୍ ମାରିକି ବସିଥିବେ। IAS ସଢ଼ୁଟେ ଗୋଟେ IAS ଆଉ ଗୋଟେ ପିଅନ, ମାରି ନମସ୍କାର, ଭଲ ଅଛୁ, ଏମିତି ଭଏସ୍ ବାହାରେ। କିନ୍ତୁ ସେଠି ମୁଁ ସେମିତି ଦେଖିଲିନି। ଆଜ୍ ୟୁଜୁଆଲ୍ ଫ୍ରେଣ୍ଡଲି ଟକିଂ ଖୁବ୍ ରେୟାର ଦେଖିଲି। ଏବଂ ବନ୍ଧୁବାନ୍ଧବମାନେ ଯେମିତି ଗାଁରେ ଆମର 8 ଦିନ ପୂର୍ବରୁ ଆସି ସହଯୋଗ କରୁଥିଲେ, ସେମିତି ସହଯୋଗ କେତେ ଖୁସି ଲାଗିଲା। କିନ୍ତୁ ମନେ ପଡ଼େ ଏମିତି ଜଣଙ୍କ ଘର ଗୋଟେ ବାହାଘରକୁ ଯାଇଥିଲି। ବାହାଘର ସରିଗଲା ପରେ ବୋହୂ ଆସିଲା ବେଳକୁ କୁଣିଆମାନେ କେହି ନାହାନ୍ତି। ସମୁଦିନୀ ମାନେ ଝିଅର ଶ୍ୱଶୁର ସହିତ ମୁଁ ଯାଇଥିଲି। ତାଙ୍କର କେବଳ ସମୁଦିନୀ ଆଉ ଭାଇ ନଣନ୍ଦ ଏତିକି ଥିଲେ, ଆଉ କେହି ନଥିଲେ। ପରବର୍ତ୍ତୀ ମୁହୂର୍ତ୍ତରେ ମୁଁ ପଚାରିଲି, ଆଜ୍ଞା ଆପଣମାନଙ୍କ କୁଣିଆ ବଗane କୁଆଡ଼େ? ସମସ୍ତେ ତ ବାହାରୁ ଆସିଥିଲେ ନା, ସବୁ ପଳେଇଲେ, ଯେ ଯାହା ବାଟରେ ସିଏ ପଳେଇଲେ। ଆଉ କ'ଣ କରିବା? କାହା କ'ଣ ଆମେ ଅଟକେଇକି ରଖିପାରିବା? ସେଦିନ ଦୀର୍ଘ 15 ବର୍ଷ ତଳ କଥା, ବହୁତ ଦୁଃଖ ଲାଗିଥିଲା। ଆଉ ଏଠି ଆଙ୍କ ଘରେ ଦେଖିଲି ଅଲ୍ ଆର୍ ପ୍ରେଜେଣ୍ଟ 8 ଦିନ ପୂର୍ବରୁ। ଏବଂ ଶୁଣିବାକୁ ପାଇଲେ 8 ଦିନ ପର୍ଯ୍ୟନ୍ତ ସେ ମଧ୍ୟ ରହିଥିଲେ। କାରଣ ଝିଅଟି ବିଦାୟ ହେବାକୁ ଥିଲା, କାଳେ ମା' ମନରେ ଦୁଃଖ ହେବ। ସମସ୍ତେ ଖୁସିର ମାହୋଲରେ 8 ଦିନ ପର୍ଯ୍ୟନ୍ତ ସେମାନେ ଥିଲେ। ତାପରେ ଯେ ଯାହା କର୍ମକୁ ଯିଏ କଲେ, ସ୍ୱାମୀମାନେ କର୍ମକୁ ଯାଇଥିଲେ, ସ୍ତ୍ରୀ ଲୋକମାନେ ତାଙ୍କ ପିଲା ଛୁଆ ଥିଲେ। କେତେ ସୁନ୍ଦର କଥା କହିଲେ। କାହିଁ ଅଛି ଏ ଦୁନିଆରେ କିଛି ଏମିତି ଅଛି ବୋଲି ସଂସାର ଚାଲିଛି। କିନ୍ତୁ ଘରେ ଘରେ ଏଇ ପ୍ରକାର ଭାବନା ରଖିକି ବାହାଘର, ବ୍ରତଘର, ପଣାଣି ଘର, ସମ୍ମାନ, ସଂସ୍କୃତି, ସହଯୋଗ ରଖିଲେ ଆମ ସମାଜଟା ଆଜ୍ଞା ଉନ୍ନତି ହେବ। ସଦ୍ଭାବର ସୂର୍ଯ୍ୟ ଉଦୟ ହେବେ। ନହେଲେ ଆମେ ସେମିତି ଏକୁଟିଆ ହେଇ ଚାଲିବା। ଆମର ବିପଦ ବେଳରେ, ମରଣ ବେଳରେ କେହି ଉପସ୍ଥିତ ରହିବେନି ନା କ'ଣ?